କହିବେ ଆଉ ପ୍ରବାସୀ ଭାରତ ସମ୍ମିଳନୀ କୋଟି କୋଟି ଟଙ୍କା କିନ୍ତୁ ଚାଷୀ ଡେଲି ମରୁଛନ୍ତି। ଆଜ୍ଞା ଏଇଟା ଗୋଟେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଗୋଟେ ବହୁତ ବଡ଼ କାର୍ଯ୍ୟକ୍ରମ ରାଜ୍ୟ ସରକାର ହାତକୁ ନେଇଛନ୍ତି। ଅବଶ୍ୟ ଏଇଟା ଆଗରୁ ଓଡ଼ିଶାରେ ହେବ କାରଣ ଏଇ ଗୋଟେ ଏଭଳି ଗୋଟେ ଆୟୋଜନ ୟାକୁ ଆୟୋଜନ କରିବା ପାଇଁ 5-6 ମାସ ମିନିମମ୍ ସମୟ ଲାଗେ। କିନ୍ତୁ ରାଜ୍ୟ ସରକାରଙ୍କ ଉପରେ ଏଇ ଗୋଟେ ବୋଧ ହୁଏ କେନ୍ଦ୍ର ସରକାରଙ୍କ ତରଫରୁ ଏଇଟା ଗୋଟେ ଦାୟିତ୍ୱ ଲଦି ଦିଆଯାଇଛି ଓଡ଼ିଶାରେ ପ୍ରବାସୀ ଭାରତୀୟ ଉତ୍ସବ କରିବା ପାଇଁ। ରାଜ୍ୟ ସରକାର ଯେତେବେଳେ ନିଜ କାମ ଲୋକଙ୍କ ପାଇଁ ଯେଉଁ ଦାୟିତ୍ୱ ସେ ଦାୟିତ୍ୱକୁ ଠିକଣା ଭାବରେ ବୁଝିବା ପାଇଁ ତାଙ୍କୁ ଟିକେ ସମୟ ଦରକାର। 7 ମାସ ସମୟ ହେଇଗଲାଣି ତଥାପି ତା ଭିତରେ ସେ ଲୋକଙ୍କ ପାଖକୁ ପହଞ୍ଚିବା ଭିତରେ ପଟେ ଏଇ ଯେଉଁ ପ୍ରବାସୀ ଭାରତୀୟ କାରଣ ବାହାର ଲୋକ ଆସିବେ ଆମ ସମ୍ମାନଟା ନିହାତି ଟେକଟା ରହିବା ଦରକାର ଆମ ନାକନିଶ ତଳେ ଯେ ନ ପଡ଼ୁ। ସେ ମୁଁ କହୁଛି ଆପଣ ଯେଉଁ ଆପଣମାନଙ୍କର ଉଦ୍ବେଗ ସହିତ ମୁଁ ସହମତ। ବାହାର ଲୋକ ସେମାନେ ଭଲରେ ଅଛନ୍ତି ଆସିବେ ବୁଲିକି ଯିବେ ତାଙ୍କ ପାଇଁ ଆମେ ଏଠି ବ୍ୟସ୍ତ ହେଉଛେ ଏପଟେ ଚାଷୀ ଆମର ମରୁଛନ୍ତି। ଆପଣ ଯେଉଁ କଥାଟା କହୁଛନ୍ତି ମୁଁ ତାକୁ ସହମତ ମୁଁ ଉଦ୍ବେଗ ସହିତ ସହମତ ମନା କରୁନି। କିନ୍ତୁ ଆପଣଙ୍କର ଯେତେବେଳେ ଗୋଟେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ରାଜ୍ୟ ସର୍ବୋପରି ରାଜ୍ୟର ସମ୍ମାନ ସର୍ବୋପରି ବାହାରୁ ଯେତେବେଳେ ଅତିଥିମାନେ ଆସୁଛନ୍ତି ତାଙ୍କ ଆଗରେ ସେମାନେ ତ ଆଉ ଦେଖିକି ଯିବେନି ଯେ 11 ଦିନରେ 11 ଜଣ ଚାଷୀ ପ୍ରାଣ ହରାଇଲେଣି ବୋଲିକିରି। ସେମାନେ ଆଉ ତ ବିଲକୁ ଯିବେନି। ସେମାନେ ଭୁବନେଶ୍ୱର ଏଇ ଯେଉଁ ବାହାର ଚାକଚକ୍ୟ ରାସ୍ତାରେ ବୁଲିକିରି କାରରେ ବୁଲିକିରି ହୋଟେଲରେ ରହିକିରି ମଣ୍ଡପରେ ଖାଇକିରି ସିଏ ବୁଲିକି ଯିବେ। ସହରର ଭିତର ଗଳିକି ବି ସେମାନେ ଯିବେନି। ଆପଣମାନେ ଦେଖନ୍ତୁ ଆଜି ଯେଉଁ ମୁଖ୍ୟ ରାସ୍ତା ଗୁଡ଼ିକ ସୁନ୍ଦର କରି ସଜେଇ ଦିଆହେଇଛି ବୋହୁ ଭଳିଆ ନୂଆ ବୋହୁ ଭଳିଆ ସଜେଇ ଦିଆହେଇଛି ଭୁବନେଶ୍ୱରକୁ ବାହାର ଲୋକ ଆସୁଛନ୍ତି। ଆମ ନାଁ ରହିବା ଦରକାର ଆମ ଟେକ ରହିବା ଦରକାର। ସରକାର କିଛି ଭୁଲ କରୁନାହାନ୍ତି ଏଇଟା କରିବା ଆବଶ୍ୟକ। କିନ୍ତୁ ଯେଉଁ ସମୟରେ ଏଇଟା ଆୟୋଜନ ହେଉଛି ରାଜ୍ୟ ସରକାର ଟିକେ ଅଭିଜ୍ଞ ହୋଇଯାଇଥାନ୍ତେ। ରାଜ୍ୟ ସରକାର ତାଙ୍କ ଦାୟିତ୍ୱ ଟିକେ ଠିକଣା ଭାବରେ ଲୋକଙ୍କ କାମ ଆଗ କରିସାରିଥାନ୍ତେ କିଛି ବର୍ଷ ବର୍ଷେ 1.5 ବର୍ଷ 2 ବର୍ଷ ପରେ। ଏତେ ବଡ଼ ଗୋଟେ ବିଶାଳ ଆୟୋଜନ ନା ଏଇଟା। ୟା ପାଇଁ ମିନିମମ୍ ମୁଁ କହିଲି ପ୍ରଥମରୁ 6-7 ମାସ ସମୟ ଦରକାର। ସରକାର ମାତ୍ର ଆସିଛନ୍ତି 7 ମାସ ହେଲା ବୁଝିପାରୁଛନ୍ତି ତ। ତେଣୁ ଏଇ ଯେଉଁ ଜିନିଷଟା କରାଯାଇଛି ମୁଁ ଏଇଟା କାକତାଳୀୟ ଆପଣ କୁହନ୍ତୁ ଚାଷୀ ପ୍ରାଣହାନି ହେବାଟା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆଗରୁ ବି ଚାଷୀ ଆତ୍ମହତ୍ୟା କରୁଥିଲେ। ଏବେ କିନ୍ତୁ ଯେଉଁ 11 ଦିନ ଭିତରେ 11 ଜଣ ଚାଷୀ ଚାଲିଗଲେଣି କେଉଁଠି ନା କେଉଁଠି ମୁଁ ଭାବୁଛି ଯେ ଆମେ ଚାଷୀଙ୍କ ଭିତରେ ଗୋଟେ ବିଶ୍ୱାସ ଜନ୍ମେଇବାରେ ବିଫଳ ହେଇଛେ। ରାଜ୍ୟ ସରକାର ହୁଅନ୍ତୁ ବା ସିଭିଲ ସୋସାଇଟି ହୁଅନ୍ତୁ ବା ଆମର ବୁଦ୍ଧିଜୀବୀ ଆମେ ଯେଉଁମାନେ ସୋ କଲ୍ ନିଜକୁ ଡେଲି ଭାଷଣ ମାରୁଛୁ ଆମେ ଆମ କଥା ମାଧ୍ୟମରେ ଅନୁରୋଧ ମାଧ୍ୟମରେ କେଉଁଠି ନା କେଉଁଠି ଚାଷୀମାନଙ୍କ ପ୍ରତି ବିଶ୍ୱାସ ତାଙ୍କର ଆସ୍ଥା ତାଙ୍କର ଜିତିବାରେ ସେମାନେ ଆତ୍ମହତ୍ୟା କରୁଛନ୍ତି ପ୍ରାଣ ହରାଉଛନ୍ତି। ଗୋଟେ ପଟେ ଏପଟେ ସମାବେଶ ହେବ ସଭା ହେବ କାକତାଳୀୟ ଦୁଃଖ ଗୋଟେ ସେପଟେ ଚାଷୀ ପରିବାରରେ କ୍ରନ୍ଦନ ରୋଳ। ଏଇଟା ନିଶ୍ଚିତ ଭାବରେ ସେଥିରେ ନାଇଁ ଆଉ କ'ଣ ନାଇଁ ଦେଖନ୍ତୁ ୟା ଦ୍ୱାରା ଆପଣ ଦେଖିଛନ୍ତି ଯେଉଁ ପୂର୍ବରୁ ଅବରୋଧ ନାଁରେ ଅନେକ ଜାଗାରୁ ଲୋକଙ୍କୁ ହଟେଇ ଦିଆଗଲା। ଆପଣ ଯାଆନ୍ତୁ ତ ଦେଖିବା CRP ଛକ ଆଡ଼େ ଅବରୋଧ କ'ଣ ସହରର ଆଉ କେଉଁଠି ନଥିଲା। କେତେକ ନିର୍ଦ୍ଦିଷ୍ଟ ଜାଗାରୁ ଅବରୋଧ ଅମାନୀୟ ଭାବେ ହଟେଇବାର କ'ଣ ଆବଶ୍ୟକତା ଥିଲା। ଆବଶ୍ୟକତା ଯେଉଁଥିରେ ସେମାନେ ଥଇଥାନ କରିକିରି ଗୋଟେ ଆରେ କାହାର ପେଟକୁ ନାତ ମାରିବା ପୂର୍ବରୁ ଯେଉଁ ସରକାର ସେ ବିଜେଡ଼ି ସରକାର ହେଉ ବିଜେପି ସରକାର ହେଉ କଂଗ୍ରେସ ସରକାର ହେଉ ଯିଏ ବି କର ତୁମେ ଯେତେବେଳେ ଗରିବ ଖଟିଖିଆ ବା ରାସ୍ତା କଡ଼ର ବେପାରୀଙ୍କର ବ୍ୟବସାୟୀଙ୍କର ଦାନା ପାଣିକୁ ଆପଣ ମାରୁଛନ୍ତି ନା ତା ପୂର୍ବରୁ ସେମାନଙ୍କ ପାଇଁ କିଛିଟା ବିକଳ୍ପ ବ୍ୟବସ୍ଥା କରିବାର ଥିଲା। କିନ୍ତୁ ସେତକ କଲେନି। ଆପଣ ସେପଟେ ବାହାର ଅତିଥିଙ୍କି ଚର୍ଚ୍ଚା କରିବା ଘର ଲୋକଙ୍କ ପେଟକୁ ନାତ ମାରିବା ୟା ଭିତରେ ଟିକିଏ କେଉଁଠି ନା କେଉଁଠି ଦୁଃଖ ରହିଯାଉଛି। ଆମେ ସରକାରଙ୍କ ସହିତ ଅଛୁ। ସରକାରଙ୍କର ଯେଉଁ ଆୟୋଜନ ହେଉଛି ଆମେ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛୁ। କିନ୍ତୁ ଆମେ ନିଶ୍ଚିତ ଭାବରେ ସେ ଯେଉଁ ବସ୍ତି ବାସିନ୍ଦା ଯେଉଁ ରାସ୍ତା କଡ଼ରେ ଯେଉଁ ଉଠା ଦୋକାନୀଙ୍କର ଦୁଃଖ ସହିତ ସହମତ ଏ ଚାଷୀମାନଙ୍କର କ୍ରନ୍ଦନ ଚାଷୀ ପରିବାରର ଦୁଃଖ ସହିତ ଆମେ ସମବେଦନଶୀଳ।